ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ତରଫରୁ ଯେଉଁ ରିକ୍ରୁଟମେଣ୍ଟ ରହିଥିଲା ATO ଯେଉଁ ରିକ୍ରୁଟମେଣ୍ଟ ରହିଥିଲା ଆପଣମାନେ ମୁଁ ଭିଡ଼ିଓ ପୋଷ୍ଟ କରିଦେଇଛି। ଯେଉଁମାନେ ଦେଖିନାହାନ୍ତି ସେ ଭିଡ଼ିଓ ମୁଁ ଡିସ୍କ୍ରିପ୍ସନ୍ରେ ଦେଇଦେବି, ତ ଆପଣମାନେ ସେ ଭିଡ଼ିଓ ଦେଖିଦେବେ। ତ ଦେଖନ୍ତୁ ଫ୍ରେଣ୍ଡସ୍, ଏଇ ଯେଉଁ ରିକ୍ରୁଟମେଣ୍ଟ ରହିଛି ଆପଣମାନେ ଏଇଠି ଆପଣମାନେ ଫର୍ମଟିକୁ ଆପ୍ଲାଏ କରିପାରିବେ। ଆପଣଙ୍କର 16/4/2024ରୁ 15/5/2025 ପର୍ଯ୍ୟନ୍ତ ଆପଣ ଫର୍ମଟିକୁ ଆପ୍ଲାଏ କରିପାରିବେ। ଓକେ, ଏଇଠି ଯେଉଁ ଆପଣଙ୍କର ଏଜୁକେସନ୍ ଟ୍ରେନିଂ ଆପଣଙ୍କର ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ଯେଉଁ ରିକ୍ରୁଟମେଣ୍ଟ ରହୁଛି, ଏଥିରେ ଆପଣଙ୍କର ଡିପ୍ଲୋମା ଆଉ ଆପଣଙ୍କର ଯେଉଁ ଟ୍ରେଡ୍ ରହୁଛି ଡିପ୍ଲୋମା ଆଉ ଆପଣଙ୍କର ITI ଯେଉଁ ଟ୍ରେଡ୍ ରହୁଛି, ଏଥିରେ ଆପଣଙ୍କର ସିଲେକ୍ସନ୍ ପ୍ରୋସେସ୍ କ'ଣ ରହୁଛି ଏ ଡିଟେଲ୍ସ ଆପଣମାନେ এই ଭିଡ଼ିଓରେ ଜାଣିପାରିବେ। ଭିଡ଼ିଓରେ ଶେଷ ପର୍ଯ୍ୟନ୍ତ ରହିବେ, ଭିଡ଼ିଓକୁ ଜମାରୁ ସ୍କ୍ରିପ୍ଟ କରିବେ ନାହିଁ। ତ ଚାଲନ୍ତୁ ସେ ଡିଟେଲ୍ସ ଆପଣମାନେ ଡେରି ନ କରି ଭିଡ଼ିଓକୁ ଷ୍ଟାର୍ଟ କରିବା। ଦେଖନ୍ତୁ ଆପଣଙ୍କର କମେଣ୍ଟ ଅନୁସାରେ ମୁଁ ଆପଣଙ୍କୁ ଭିଡ଼ିଓ ପ୍ରୋଭାଇଡ଼ କରିଲି। ତ ଆପଣମାନେ ଯେହେତୁ କମେଣ୍ଟ କଲେ ଆପଣଙ୍କର ସିଲେକ୍ସନ୍ ପ୍ରୋସେସ୍ କ'ଣ ରହୁଛି ସେ ଡିଟେଲ୍ ଆପଣଙ୍କୁ ଭିଡ଼ିଓ ଆଣିବା ପାଇଁ ଆପଣମାନେ କହିଲେ, ତ ସେଥିପାଇଁ ମୁଁ ଆପଣଙ୍କୁ ସିଲେକ୍ସନ୍ ପ୍ରୋସେସ୍ ଭିଡ଼ିଓ ଆପଣଙ୍କୁ ପ୍ରୋଭାଇଡ଼ କରୁଛି। ତ ଫ୍ରେଣ୍ଡ ଦେଖନ୍ତୁ, ଆପଣମାନେ ଭିଡ଼ିଓକୁ ଜମାରୁ ସ୍କିପ୍ କରିବେ ନାହିଁ। ତ ଆପଣମାନଙ୍କ ମତ ଅନୁସାରେ ମୁଁ ଆପଣଙ୍କୁ ଭିଡ଼ିଓ ପ୍ରୋଭାଇଡ଼ କରୁଛି। ତ ଦେଖନ୍ତୁ, ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର, ଓକେ, ଏଇ ଯେଉଁ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସରରେ ଯେଉଁ ଆପଣଙ୍କର ଇଞ୍ଜିନିୟର ଟ୍ରେଡ଼ରେ ଯେଉଁ ରହୁଛି ଆପଣଙ୍କର ଡ୍ରେସ୍ ମେକିଂ, ଆପଣଙ୍କର କପା ଯେଉଁଟା କମ୍ପ୍ୟୁଟର ରହୁଛି, ସେଥିରେ ଆପଣଙ୍କର ରିଟେନ୍ ଏକ୍ଜାମ୍ ରହିବ। ରିଟେନ୍ ଏକ୍ଜାମ୍ରେ ଆପଣଙ୍କର କେଉଁ ସବଜେକ୍ଟରେ ଏକ୍ଜାମ୍ଟି ହେବ। ତ ଥିଓରିରେ ଆପଣଙ୍କର 60ଟି ମାର୍କ, 60 କ୍ୱେଶ୍ଚନ୍ ରହିବ, 60 ମାର୍କ ରହିବ। ୱାର୍କ କାଲକୁଲେସନ୍ ସାଇନ୍ସରେ ଆପଣଙ୍କର 15ଟି କ୍ୱେଶ୍ଚନ୍ ରହିବ, 15 ମାର୍କ ରହିବ। ଇଞ୍ଜିନିୟରିଂ ଡ୍ରଇଂ ଯେଉଁଟାକି ED କହୁଛେ, ତ ଆପଣଙ୍କର ଇଞ୍ଜିନିୟର ଡ୍ରଇଂରେ 15ଟି କ୍ୱେଶ୍ଚନ୍ ରହିବ, 15 ମାର୍କ ରହିବ। ଓକେ, ତାପରେ ଏମ୍ପ୍ଲୟବିଲିଟି ସ୍କିଲ୍ରେ ଆପଣଙ୍କର 10ଟି କ୍ୱେଶ୍ଚନ୍ ରହିବ, 10 ମାର୍କରେ। ଇଂଲିଶରେ ଆପଣଙ୍କର 10ଟି କ୍ୱେଶ୍ଚନ୍, 10 ମାର୍କ ରହିବ। ଓକେ, এই ଯେଉଁ କ୍ୱେଶ୍ଚନ୍ ଗୁଡ଼ିକ ରହୁଛି ଏଥିରେ ଆପଣଙ୍କର ନେଗେଟିଭ୍ ମାର୍କିଂ ରହିବ। ନେଗେଟିଭ୍ ମାର୍କିଂ ଆପଣଙ୍କର 1/4 ରହିବ। ଓକେ, এই ଯେଉଁ ଆପଣଙ୍କର ମାର୍କ ରହୁଛି ଗୋଟେ କ୍ୱେଶ୍ଚନ୍ ପାଇଁ ଗୋଟେ ମାର୍କ ଆପଣଙ୍କର ରହିବ। ନେଗେଟିଭ୍ ମାର୍କିଂ 4ଟି ଭୁଲ କଲେ ଆପଣଙ୍କ ଗୋଟେ ମାର୍କ କଟିବ। ଓକେ, ତ ଏଥିରେ ଯେଉଁ ଆପଣଙ୍କର ନେକ୍ସଟ ଦେଖନ୍ତୁ, ପ୍ରାକ୍ଟିକାଲ ସ୍କିଲ୍ ଟେଷ୍ଟ ଆପଣଙ୍କର ରହୁଛି। এই ଯେଉଁ ପ୍ରାକ୍ଟିକାଲ ସ୍କିଲ୍ ଟେଷ୍ଟ ଆପଣଙ୍କର ରହୁଛି, ପ୍ରାକ୍ଟିକାଲ ସ୍କିଲ୍ ଟେଷ୍ଟରେ ଆପଣଙ୍କର କ୍ରାଫ୍ଟମ୍ୟାନ୍ ଟ୍ରେନିଂ ସ୍କିମ୍ ଆପଣଙ୍କର ଏଇଟାରେ ଆପଣଙ୍କର ଟ୍ରେଡ଼ରେ ଆପଣଙ୍କର 40ଟି କ୍ୱେଶ୍ଚନ୍ ରହିବ, 40 ମାର୍କ ଆପଣଙ୍କର ରହିବ। ଓକେ, এই ଯେଉଁ ଆପଣଙ୍କର ପ୍ରାକ୍ଟିକାଲ ଟେଷ୍ଟ ଯେଉଁ ଯିବେ ଆପଣଙ୍କର ଯେଉଁ ମେନ୍ ରିଟେନ୍ ଏକ୍ଜାମ୍ ଦେବେ, ସେଥିରେ ଆପଣଙ୍କର 1.5 ଟାଇମ୍ ପିଲାଙ୍କୁ ଆପଣଙ୍କର ପ୍ରାକ୍ଟିକାଲ ଟେଷ୍ଟ ପାଇଁ ଡାକିବ। ଓକେ, এই ଯେଉଁ ପ୍ରାକ୍ଟିକାଲ ପାଇଁ ଡାକିବ, ଏଥିରେ ଯେଉଁ ପ୍ରାକ୍ଟିକାଲ ଆପଣଙ୍କର ସିଲେକ୍ଟ ହେବେ ସେମାନେ ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ୍ ସେମାନଙ୍କର ରହିବ। এই ଯେଉଁ ଆପଣଙ୍କର କମ୍ ପ୍ରୋସେସ୍ ରହିଛି, ଆପଣଙ୍କର ପ୍ରଥମେ ଆପଣଙ୍କର ମେନ୍ ରିଟେନ୍ ଏକ୍ଜାମ୍, ତାପରେ ଆପଣଙ୍କର ରହିଲା ପ୍ରାକ୍ଟିକାଲ ସ୍କିଲ୍ ଟେଷ୍ଟ। ଓକେ, ସେଇଥିରେ କ୍ୱାଲିଫାଇ ହେଲେ ଆପଣମାନେ ଡକୁମେଣ୍ଟ ଭେରିଫିକେସନ୍ ରହିବ। ତାପରେ ଦେଖନ୍ତୁ, ନନ୍ ଇଞ୍ଜିନିୟରିଂ ଯେଉଁ ଟ୍ରେଡ୍ ରହୁଛି, ଡ୍ରେସ୍ ମେକିଂ ଯେଉଁଟା ନନ୍ ଇଞ୍ଜିନିୟରିଂ ଟ୍ରେଡ୍ ଯେଉଁଟା ରହୁଛି, କପା ଡ୍ରେସ୍ ମେକିଂ ଯେଉଁ ପୋଷ୍ଟ ରହୁଛି ଆପଣଙ୍କର ପୋଷ୍ଟ ରହୁଛି, ସେଥିରେ ମଧ୍ୟ ମେନ୍ ଏକ୍ଜାମିନେସନ୍ ରହୁଛି। ସେଥିରେ ଆପଣଙ୍କର ଥିଓରି ରହୁଛି। ଥିଓରିରେ ଆପଣଙ୍କର 60 କ୍ୱେଶ୍ଚନ୍ ରହିବ, 60 ମାର୍କରେ। ଆଉ ଏମ୍ପ୍ଲୟବିଲିଟି ଆଉ ସ୍କିଲ୍ରେ ଆପଣ 40ଟି କ୍ୱେଶ୍ଚନ୍ ରହିବ, 40 ମାର୍କ। ଇଂଲିଶ ରହିବ 10 ମାର୍କ। ତ ଏଥିରେ ମଧ୍ୟ ଆପଣଙ୍କର 1/4 ରହିବ। ଟୋଟାଲ୍ ମାର୍କ ଆପଣଙ୍କର ରହୁଛି, ଏଥିରେ ମଧ୍ୟ ନେଗେଟିଭ୍ ମାର୍କିଂ ରହୁଛି। ତ ଆପଣଙ୍କର ଏଥିରେ ଯେଉଁ ଏଥିରେ ଯେଉଁ ଆପଣଙ୍କର ପ୍ରାକ୍ଟିକାଲ ସ୍କିଲ୍ ଟେଷ୍ଟ ରହିବ। ପ୍ରାକ୍ଟିକାଲ ସ୍କିଲ୍ ଟେଷ୍ଟରେ ଆପଣଙ୍କର କ୍ରାଫ୍ଟମ୍ୟାନ୍ ଟ୍ରେନିଂ ସ୍କିମ୍ ସର୍କୁଲମ୍ ରିଭିଲାଣ୍ଟ ଟ୍ରେଡ଼ରେ ଯେଉଁ ରହୁଛି, ଏଥିରେ 40ଟି କ୍ୱେଶ୍ଚନ୍ ରହିବ, 40 ମାର୍କ ରହୁଛି। ଓକେ, ଏଥିରେ ମଧ୍ୟ ଆପଣଙ୍କର 1.5 ଟାଇମ୍ ପିଲାଙ୍କୁ ଆପଣଙ୍କର କାଟେଗୋରୀ ୱାଇଜ୍ ଆପଣଙ୍କର 1.5 ଟାଇମ୍ ପିଲାଙ୍କୁ ସିଲେକ୍ଟ କରିକି ଆପଣମାନେ ଡକୁମେଣ୍ଟ ଭେରିଫିକେସନ୍ ପାଇଁ ଯିବେ। ଡକୁମେଣ୍ଟ ଭେରିଫିକେସନ୍ରେ ଆପଣମାନେ କମ୍ ପ୍ରୋସେସ୍ ରହୁଛି। ତାପରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ଯେଉଁଟା ରହୁଛି, ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ଯେଉଁଟା ଡିପ୍ଲୋମା ଡିଗ୍ରୀ ଯେଉଁମାନେ ରହିଥିବେ, ତ ସେମାନଙ୍କ ପାଇଁ ଆପଣଙ୍କର ମେନ୍ ରିଟେନ୍ ଏକ୍ଜାମ୍ ରହୁଛି। ତ ଏଥିରେ କେଉଁ ସବଜେକ୍ଟରେ ଆପଣଙ୍କୁ ଏକ୍ଜାମ୍ ଦେବାକୁ ପଡ଼ିବ। ଓକେ, এই ଯେଉଁ ଡିପ୍ଲୋମା ଡିଗ୍ରୀ ଲେଭେଲ୍ 1ରେ ଆପଣଙ୍କର 1 ଇୟର୍ କମନ୍ ସିଲାବସ୍ ଯେଉଁଟା 90ଟି କ୍ୱେଶ୍ଚନ୍, 90 ମାର୍କ ରହିବ। ତାପରେ ଏଣ୍ଟରପ୍ରିନରସିପ୍ ମେଜରମେଣ୍ଟ ସ୍ମାର୍ଟ ଟେକ୍ନୋଲୋଜି ଯେଉଁ ଆପଣଙ୍କର ସବଜେକ୍ଟ ରହୁଛି, ସେଥିରେ ଆପଣଙ୍କର 10ଟି କ୍ୱେଶ୍ଚନ୍, 10 ମାର୍କରେ। ଡିପ୍ଲୋମା ଲେଭେଲ୍ ଇଞ୍ଜିନିୟରିଂ ଡ୍ରଇଂରେ ଯେଉଁଟା ରହୁଛି, ଯେଉଁଟାକି DB ଆପଣଙ୍କର ED ରହୁଛି, ED ପେପର୍ ଯେଉଁଟା ରହୁଛି ଆପଣଙ୍କର ଇଞ୍ଜିନିୟର ଡ୍ରଇଂ, ତ ସେଥିରେ 20 ମାର୍କ ଆପଣଙ୍କର ରହିବ।
इंजीनियर मैथमेटिक्स रे आपणकर 20 क्वेश्चन 20 मार्क रहिबो। इंग्लिश रे आपणकर 10 मार्क आपणकर रहिबो। एथिरे मध्ये आपणकर 1/4 आपणकर मार्क रहिबो। एथिरे आपणकर 1/4 नेगेटिव मध्ये रहिबो। तापर एथिरे आपणकर कोनोसी प्रैक्टिकल टेस्ट नाही। ओके, जो प्रैक्टिकल टेस्ट नाही आपणकर वन टाइम आपणकर एथिरे जो डिप्लोमा डिग्री होल्डर जो रहउछन से माने एग्जाम देले गोटे स्टेज रे एग्जाम दे सला पर आपणकर एथिरे 1.5 टाइम पिलांको आपणकर डॉक्यूमेंट वेरिफिकेशन पे डाकिबो। ओके, जो डॉक्यूमेंट वेरिफिकेशन पे डाकिबो आपण माने डॉक्यूमेंट वेरिफिकेशन कला पर आपण माने जॉइनिंग करि परिबे। देखंतु आपणकर ए जो प्रिलिमिनरी एग्जाम रहइबो ए प्रिलिमिनरी एग्जाम रे आपणकर ये जो प्रिलिमिनरी एग्जाम रे आपणकर मेथड रिक्रूटमेंट कंडीशन आपणकर सर्विस रूल अनुसार आपणकर एथिरे प्रिलिमिनरी एग्जाम रे आपणकर 10 स्टैंडर्ड अरिथमेटिक आसीबो। डाटा इंटरप्रिटेशन आपणकर चार्ट ग्राफ टेबल डाटा सफिशिएंसी आपणकर एथिरे मध्ये 10 लेवल रे आपणकर क्वेश्चन आसीबो। ओके, लॉजिकल रीजनिंग एनालिटिक एबिलिटी जनरल मेंटल एबिलिटी current event national and international importance कंप्यूटर इंटरनेट अवेयरनेस सब क्वेश्चन आपणकर प्रिलिमिनरी एग्जाम रे आसीबो। तापर आपणकर जोटा रहउची सिलेबस आपणकर रिटन एग्जाम रहउची जोटा कि रिटन एग्जाम एटी वर डिप्लोमा डिग्री जो मन रहउचंती सेमानक पय मध्ये क्वेश्चन आसीबो आपणकर 10 आपणकर से कंप्यूटर बेस रे आपणकर आसीबो। तो एथिरे पेपर सीबीआर रे कंप्यूटर बेस आपणकर रिक्रूटमेंट एग्जामिनेशन रहबो। जो रिक्रूटमेंट एग्जामिनेशन रहबो ये जो देखुचंती आपणकर प्लेस ऑफ एग्जामिनेशन आपणकर एडमिट कार्ड आसीबो जेतेबेले म आपणको शॉर्ट वीडियो मध्ये जणाई देबी। तो आपणकर वर्ड डबल एस वेबसाइट रे आपण माने आपणकर एडमिट कार्ड डाउनलोड कर परबे। तो आपणकर ए जो सर्टिफिकेट वेरिफिकेशन पे आपणकर डाके जिवो सेतेबेले आपणकर मध्ये ए एडमिट कार्ड मध्ये रखिथिबे। से एडमिट कार्ड आपणको निहाती आवश्यक। तो आपण माने ए जो आपनकर एडमिट कार्ड डेट टाइम वेन्यूज आपनकर जो जोठी आपनकर एग्जाम हो सेटा आपनकर एडमिट कार्ड पाई परिबे। तो आपनकर मतामत अनुसार म आपनको सिलेक्शन प्रोसेस म जणाइली। तो आपण माने जदी वीडियो टे भल लागिथो ताले वीडियो को लाइक करबे। चैनल को सब्सक्राइब करनथले चैनल को सब्सक्राइब करके पाखर थे बेल आइकन क्लिक करे ऑल नोटिफिकेशन ऑन कर देबे।